ଉପରେ ଯୋଉ ଅଛି ସେ ଗଛ ଉପରେ ମାନେ ଦିଶି ପଥର ଯାକ ସବୁ ଢାଙ୍କି ଦେଇଛି। ତ ଆମେ ବର୍ତ୍ତମାନ ସେ ଜାଗାକୁ ପହଞ୍ଚିବା ଆଗରୁ ତା ମାନେ ଗଛ ପତ୍ର ଯାକ ସାଉଣ୍ଡ ହେଲା ପରେ ଦେଖିଲୁ ଉପରେ ଆଉ ସେ ଯେମିତି ପ୍ରକାର ମାନେ ଇଏ କଲା ମାନେ ଆକ୍ରମଣ କଲା ବୋଲି କଲା ତ ଆମେ ପୁରା ଦୌଡ଼ିକି ପଳେଇ ଆସିଲୁ। ତ ଏମିତି ପ୍ରକାର ଆମେ ବର୍ତ୍ତମାନ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଯୋଉଟା କି ମାନେ ଦେଖିଲେ ତାକୁ ଭୟ ଲାଗୁଛି, ଏମିତି ଭୟ ଲାଗୁଛି ମାନେ ଆମେ ଦୌଡ଼ିକି ପଳେଇ ଆସିଲୁ। ଏତେ ମାନେ ଭୟଙ୍କର ମାନେ ଦୃଶ୍ୟଟା ଥିଲା ଯୋଉଟା ଆଜି ଗୋଟେ ନୂଆର ଦୃଶ୍ୟ ଦେଖିବାକୁ ମିଳୁଛି, ଯୋଉ ଦୃଶ୍ୟ ଆପଣ ଜାଣିନଥିବେ କିମ୍ବା ଦେଖିନଥିବେ। ଲୋକେ ଏମିତି ଦୃଶ୍ୟ ଦେଖିବାକୁ ଆଜି ଏଇ ଭିଡିଓ ମାଧ୍ୟମରେ ଦେଖିବାକୁ ପାଇବେ। ତ ଏମିତି ଦୃଶ୍ୟ ଯାହା ଏଲିଆନ ମାନଙ୍କର ଘର, ଯେମିତି ଏଲିଆନ ମାନେ ଏଇ ପୃଥିବୀକୁ ଓହ୍ଲେଇ ଆସିଛନ୍ତି ସେମିତି ପ୍ରକାର ଗୋଟେ ଦୃଶ୍ୟ। ତ ଫ୍ରେଣ୍ଡସ୍ ଆଜି ଯିବା ଆମେ ଏଇ ଜଙ୍ଗଲ ଭିତରେ, ଆପଣମାନଙ୍କୁ ଏଇ ଦୃଶ୍ୟ ଭିତରେ ଆପଣମାନଙ୍କୁ ମାନେ ଦେଖେଇକିରି ଯିବା ଯୋଉଟା କି ଏଇ ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ। ତ ଫ୍ରେଣ୍ଡସ୍ ସ୍ୱାଗତ ଜଣାଉଛି ଆଉ ଗୋଟେ ନୂଆ ବ୍ଲଗକୁ। ତ ଆପଣମାନେ ଭିଡିଓଟା ଶେଷ ପର୍ଯ୍ୟନ୍ତ ଦେଖି ରହନ୍ତୁ। ଆଉ ଭିଡିଓଟା ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ କମେଣ୍ଟ ନିଶ୍ଚୟ କରନ୍ତୁ। ତ ଫ୍ରେଣ୍ଡସ୍ ଆଜି ଆମେ ଯିବା ଏଇ ଜଙ୍ଗଲରେ ଆଉ ଜଙ୍ଗଲର ଦୃଶ୍ୟ ଆପଣମାନଙ୍କୁ ଦେଖେଇବି ଯୋଉଟା କି ଲୋକ ଦେଖି ଭୟଭୀତ ହେଇଯାଉଛନ୍ତି। ଆଉ ମାନେ ଲୋକଙ୍କର ଯୋଉ କଥା ଶୁଣିକି ଗୋଟିଏ ଲୋକ ଏମିତି ପ୍ରକାର ଜାଗାର ଏମିତି ପ୍ରକାର ଦୃଶ୍ୟଟା ମାନେ ମାନେ କୋଉ ଭିଡିଓ ମାଧ୍ୟମରେ କିମ୍ବା କୌଣସି ମାନେ ୟୁଟ୍ୟୁବରେ ମଧ୍ୟ ଦେଖିନଥିବେ। ତ ଆଜି ଏମିତି ଦୃଶ୍ୟ ଦେଖେଇବି, ବହୁତ ଇଣ୍ଟରେଷ୍ଟିଂ ଭିଡିଓଟା ହବ ଯୋଉଟା କି ଆଜି ଜଙ୍ଗଲ ଭିତରେ ଆପଣମାନଙ୍କୁ ଆସି ବହୁତ ମାନେ ଜଙ୍ଗଲ ଭିତରେ ସର୍ଭାଇଭ କରି ଆପଣମାନଙ୍କୁ ଦେଖୁଛି ସାଉଣ୍ଡ କଣ ଭିତର ଆସୁଛି। ତ ଆପଣମାନଙ୍କୁ ବହୁତ ଜଙ୍ଗଲ ଭିତରେ ସର୍ଭାଇଭ କରି ଦେଖୁଛି ଯୋଉଟା କି କଷ୍ଟକର, ଯୋଉ ଜଙ୍ଗଲ ଭିତରେ ପଶିକିରି ଏମିତି ପ୍ରକାର ଦୃଶ୍ୟ ଏମିତି ପ୍ରକାର ଘଟଣା ଯାକ ମାନେ ସାମ୍ନାକୁ ଆଣିବାଟା ମତେ ମଧ୍ୟ ସେଇ ଜାଗାକୁ ଜଙ୍ଗଲକୁ ଦେଖିଲେ ଏମିତି ଭୟଭୀତ ଲାଗୁଛି। ଯୋଉ ଜଙ୍ଗଲ କି ଭିତରେ ମାନେ ହିଂସ୍ର ଜନ୍ତୁ ଯାକ ଆଉ ଅନ୍ୟ ପ୍ରକାର ଜୀବଜନ୍ତୁ ଯାକ ସବୁ ଯାକ ଏଇ ଜଙ୍ଗଲ ଭିତରେ ଭରି ରହିଛି। ଆଉ ସେମିତି ଦୃଶ୍ୟ ଦେଖିବାକୁ ଆଜି ଶୁଣିଛି ଆଉ ଲୋକ ଅନ୍ୟ ଲୋକ ସାଙ୍ଗରେ ମଧ୍ୟ ଆସିକି ସେ ଜାଗାକୁ ମୁଁ ଏଇ ଜାଗାରେ ଏକ୍ସପ୍ଲୋର କରୁଛି ଯେ ଏଇ ଜାଗାରେ ଥିଲା ଆଉ ଏଇ ଜାଗାରୁ ଏଇ ଗଛରୁ ଏଇ ଗଛକୁ ଡେଇଁଥିଲା। ସେ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ଦେଖାଇବା ପାଇଁ ମୁଁ ମଧ୍ୟ ସାହସ କରି ଏଇ ଜଙ୍ଗଲ ଭିତରକୁ ଆସିକରି ଆପଣମାନଙ୍କୁ এই ভিডিও মাধ্যমରେ ଦେଖୁଛି। ତ ଆପଣମାନେ ନିଶ୍ଚୟ ଭିଡ଼ିଓ ଲାଇକ୍ ସବସ୍କ୍ରାଇବ କମେଣ୍ଟ କରନ୍ତୁ, କାହିଁକି ନା ଆପଣମାନଙ୍କୁ এই ଭିଡ଼ିଓ ଦେଖାଇବା ପାଇଁ ବହୁତ କଷ୍ଟ କରି ଏଇ ଜଙ୍ଗଲ ଭିତରକୁ ବହୁତ ସାହସ କରି ଏଇ ଜଙ୍ଗଲ ଭିତରକୁ ଆସି ଆପଣମାନଙ୍କ ପାଇଁ ଭିଡ଼ିଓ ବନଉଛି। ତ ଫ୍ରେଣ୍ଡସ୍ ଚାଲନ୍ତୁ ମୋ ସାଙ୍ଗରେ ଲାଗିକି ରୁହନ୍ତୁ, ଆପଣମାନଙ୍କୁ এই ଜଙ୍ଗଲ ଭିତରେ ଜଙ୍ଗଲର ଦୃଶ୍ୟ ଆଉ ଜଙ୍ଗଲର ରହସ୍ୟମୟ ଆପଣମାନଙ୍କୁ ଆଜି ମାନେ ଦେଖେଇକି ମାନେ ରହିବି ତ ଦେଖେଇବି। ତ ଚାଲ ଫ୍ରେଣ୍ଡସ୍ ଦେଖୁଛନ୍ତି ଏଇ ଯୋଉ ଗଛ ଅଛି ଏଇ ଗଛରେ ହିଁ ସେଇ ଯୋଉ ମାନେ ଜୀବଟା ଯୋଉ ବାହାରିଥିଲା ସେଇ ଜୀବଟା ଏଇ ଗଛରେ ମାନେ ଦିଶୁଥିଲା, ଯୋଉଟା କି ତାର ମାନେ ଆକୃତି ଏଲିୟନ ଭଳିଆ ଦିଶି, ଯୋଉଟା କି ଜୀବ ମାନେ ହয়তো ସୃଷ୍ଟି ହେଇପାରେ, କେମିତି ପ୍ରକାର ସୃଷ୍ଟି ଆଉ କେମିତି ପ୍ରକାର ସେ ମାନେ ଜନ୍ମ କରିଥିବ ସେମିତି ପ୍ରକାର ତାର ଗୋଟେ ଏଲିୟନର ଆକୃତି ଦିଶିଛି। ଲୋକ ଦେଖି ମାନେ ଭୟଭୀତ ଆଉ ଭୟଙ୍କର ହଉଥିଲେ। ଆଉ ଆଜି ମଧ୍ୟ ସେଇ ପ୍ରକାର ଲୋକଙ୍କର ବିଶ୍ୱାସ ଅଛି ଯେ ମାନେ ଅନ୍ୟ ପ୍ରକାର ଜିନିଷ ଅନ୍ୟ ଜାଗାକୁ ଆସିକରି ମାନେ ରହିବାଟା ଆଉ ରହିକରି କଷ୍ଟ କରିବାଟା। ତ ଫ୍ରେଣ୍ଡସ୍ ଆପଣମାନେ ତ ନିଶ୍ଚୟ ଜାଣିଛନ୍ତି, ଭିଡ଼ିଓ ମାଧ୍ୟମରେ ଦେଖିଛନ୍ତି ମାନେ ଏଇ 2 ଦିନ ଭିତର ଯୋଉ ଘଟଣା ଥିଲା ସେଇ ଘଟଣାଟା ମାନେ ଅନେକ ପ୍ରକାର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ କିମ୍ବା ଅନେକ ପ୍ରକାର ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ଶୁଣିଛନ୍ତି ଯେ ନୂଆ ଜୀବ ଆକ୍ରମଣ କରି 4 ବା 3 ଆଘାତ। ମୁଁ ଦିନେ ଦୁଇ ଦିନ ତଳେ ଗୋଟେ ଭିଡ଼ିଓ ଦେଖୁଥିଲି ଯୋଉଟା କି ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଯେ ଗୋଟେ ନୂଆ ଜନ୍ତୁ ଯୋଉଟାକୁ ଅଜଣା ଜନ୍ତୁ ଆକ୍ରମଣରେ 3 ଗୁରୁତର। ମାନେ ଏମିତି ପ୍ରକାର ଜନ୍ତୁ ବାହାରୁଛି, ଏମିତି ପ୍ରକାର ଜୀବଜନ୍ତୁ ବାହାରୁଛି ଜଙ୍ଗଲରେ ଲୋକ ମଧ୍ୟ କେବେ ଦେଖିନଥିବେ ଆର୍ କେବେ ଜାଣିନଥିବେ ଯେ ଏମିତି ପ୍ରକାର ଜୀବଜନ୍ତୁ ମାନେ ଅଛି ଆଉ ଏମିତି ପ୍ରକାର ଜୀବଜନ୍ତୁ ବାହାରୁଛି। ତ ଆମେ ପୁଣି ଆଗକୁ ଟିକେ ଯିବା ଆଉ ଆଗକୁ ଯାଇକରି ଆପଣମାନଙ୍କୁ
এই ଜଙ୍ଗଲ ମାତ୍ରେ ଦେଖା ଜଙ୍ଗଲ ପୁରା ବିରାଟ ଜଙ୍ଗଲ ଲାଇକ ରହିଛି ଆଉ ସେ ଜଙ୍ଗଲର ଆମେ ମଝାମଝିକୁ ଆସିଛୁ ଏଇ ଜାଗାରେ ଲୋକ ମାନେ ସୁନସାନ ପୁରା ଗଛ ଯାକ କେତେ ବିରାଟ ବିରାଟ ଗଛ ଅଛି ଯୋଉ ଗଛ କି ମାନେ ଏଇଟା ତ ଆମେ ଯିବା ପୁଣି ଜଙ୍ଗଲ ଭିତରେ ପଶିବା ଭୟଙ୍କର ଦୃଶ୍ୟ ଆଉ ଭୟାନକ ଦିଶୁଛି ଏମିତି ଦୃଶ୍ୟ ଯୋଉଟା କି କୋଉ ଚ୍ୟାନେଲ ବା କୋଉ ୟୁଟ୍ୟୁବ ମାଧ୍ୟମରେ କିମ୍ବା କୋଉ ମାନେ କୋଉ ମାନେ ଯୋଉଟା କି ପତ୍ରିକାର ମାଧ୍ୟମରେ କିଛି ଦେଖିନଥିବେ ତ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଆଉ ନୂଆ ଆଉ ଏମିତି ନୂଆ ଯୋଉଟା କି ଦୃଶ୍ୟଟା ଦେଖିବାକୁ ମିଳିଛି ଆଉ ଆମେ ବର୍ତ୍ତମାନ ଜଙ୍ଗଲ ଭିତରୁ 100-200 ମିଟର ଦୌଡ଼ିଲା ପରେ ଆମେ ଏଠି ଆସି ରହିଲୁ ଯୋଉଟା କି ଖୋଲା ଜାଗାରେ କାଲି ଆମେ ସେଇ ଜନ୍ତୁଟା ଆମ ପଛେ ଆଟାକ ନ କରୁ ଆଉ ଏମିତି ଆଟାକ କଲେ ମାନେ କୋଉ ପ୍ରକାର ମାନେ ଦୁର୍ଘଟଣା ଘଟିବ ସେଥିପାଇଁ ଆମେ ଦୌଡ଼ି ଦୌଡ଼ି ପଳେଇ ଆସିଲୁ ତ ଫ୍ରେଣ୍ଡସ୍ ଯେମିତି ଆସିଲୁ ସେମିତି ସାଉଣ୍ଡ ଆସୁଥିଲା ଆଉ କାଲି ଆମ ପଛକୁ ଦୌଡ଼ି ଆସୁଛୁ ବୋଲି ଆମେ ଦୌଡ଼ିକି ପଳେଇ ଆସିଲୁ ତ ବର୍ତ୍ତମାନ ଏଇ ଜାଗାକୁ ଆମେ ଆସି ପହଞ୍ଚିଗଲୁ ଆମେ ବର୍ତ୍ତମାନ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଯୋଉଟା କି ମାନେ ଦେଖିଲେ ତାକୁ ଭୟ ଲାଗୁଛି ଏମିତି ଭୟ ଲାଗୁଛି ମାନେ ଆମେ ଦୌଡ଼ିକି ପଳେଇ ଆସିଲୁ ଏତେ ମାନେ ଭୟଙ୍କର ମାନେ ଦୃଶ୍ୟଟା ଥିଲା ଯୋଉଟା କି ମାନେ ଏଲିୟନ ଭଳିଆ ଆଉ ଯେମିତି ପ୍ରକାର ଦେଖୁଛି ତା ଆଖି ଏତେ ବଡ ବଡ ଦିଶୁଛି ଯେ ଯୋଉଟା ମାନେ ଆମ ଭିଡିଓ ମାଧ୍ୟମରେ ବା ମାନେ ଫଟୋ ମାଧ୍ୟମରେ କ୍ୟାପଚର ହେଲା ନା କାହିଁକି ନା ଆମକୁ ବହୁତ ଭୟ ଲାଗିଲା ଆଉ ଏମିତି ପ୍ରକାର ଆଉ ସେଇ ଯୋଉ ଗଛ ଦିଶୁଛି ସେଇ ଗଛ ଉପରେ ଯୋଉ ଅଛି ସେ ଗଛ ଉପରେ ମାନେ ଦିଶୁଛି ପଥର ଯାକ ସବୁ ଢାଙ୍କି ଦେଇଛି ତ ଆମେ ବର୍ତ୍ତମାନ ସେ ଜାଗାକୁ ପହଞ୍ଚିବା ଆଗରୁ ତା ମାନେ ଗଛ ପତ୍ର ଯାକ ସାଉଣ୍ଡ ହେଲା ପରେ ଦେଖିଲୁ ଉପରେ ଆଉ ସେ ଯେମିତି ପ୍ରକାର ମାନେ ଇଏ କଲା ମାନେ ଆକ୍ରମଣ କଲା ବୋଲି କଲା ତ ଆମେ ପୁରା ଦୌଡ଼ିକି ପଳେଇ ଆସିଲୁ ତ ଏମିତି ପ୍ରକାର ତ ଆମେ ବର୍ତ୍ତମାନ ସେ ଜାଗା ଜଷ୍ଟ ମାନେ ଯୋଉ ଜାଗାକୁ ଆମକୁ ଲୋକ ଦେଖେଇଥିଲେ ସେ ଜାଗାରୁ ଟିକେ ଦୂର ଗଲା ପରେ ସେ ଆଉ ଗୋଟେ ଗଛ ପାଖରେ ମାନେ ସେ ରହିଥିଲା ସେ ଗଛରେ ଆଉ ସେ ଗଛରେ ଯେମିତି ରହିଛି ଭୟଭୀତ ଏମିତି ଦିଶୁଛି ତ ସେଇ ଜାଗାରେ ମାନେ ଯିବାଟା ମାନେ ଲୋକଙ୍କର ସାହସ ବି ହଉନି ମାନେ ଆମେ ଯୋଉ ଥିଲୁ ସେ ଜାଗାକୁ ସାହସ ହଉନି ଏମିତି ଦିଶୁଥିଲା ଆଉ ଆମେ ଦୌଡ଼ି ଦୌଡ଼ି ପଳେଇ ଆସିଲୁ କେମିତି ନା ଆମକୁ ଆଟାକ ନ କରୁ କାହିଁକି ନା ଆଘାତ କରିଦେଲେ ମାନେ ଅଜଣା ଜନ୍ତୁର ମେଡିସିନ ନାହିଁ କିମ୍ବା ଅଜଣା ଜନ୍ତୁର ଇଞ୍ଜେକ୍ସନ ମଧ୍ୟ ନାହିଁ ତ ଆମେ ପୁରା ଡରିକି ପଳେଇ ଆସିଲୁ ଆଉ ପଛପଟେ ସାଉଣ୍ଡ ମଧ୍ୟ କିଛି ସାଉଣ୍ଡଟା ଆସୁଛି ଯୋଉ ସାଉଣ୍ଡ କି ମାନେ କାଲି ଆମ ପଛପଟେ ଦୌଡ଼ିକି ଆସୁଥିବ ବୋଲି ତ ଫ୍ରେଣ୍ଡସ୍ ଆପଣମାନେ ଦେଖୁଛନ୍ତି ଏଇ ଜଙ୍ଗଲ ଯେତେ ବଡ଼ ଜଙ୍ଗଲ ହେଇଥାଉ ସେଇ ଜଙ୍ଗଲ ଯେତେ ମାନେ ବିରାଟ ଜଙ୍ଗଲ ଆମେ ଜଙ୍ଗଲ ମଝାମଝି ପାଖକୁ ଯାଇକିରି ଆମେ ସେଇ ଦୃଶ୍ୟଟା ଦେଖିଲୁ ତ ଏମିତି ଦୃଶ୍ୟ ମାନେ ଅଲଗା ପ୍ରକାର ଦୃଶ୍ୟ ଯୋଉଟା କି ନିଆରା ଆଉ ଅଲଗା ଯୋଉଟା କି ନୂଆ ଜିନିଷ ନୂଆ ଜୀବଜନ୍ତୁ ଦେଖିବାର ଦୃଶ୍ୟ ତ ଫ୍ରେଣ୍ଡସ୍ ଆପଣମାନଙ୍କୁ ଚେଷ୍ଟା କରୁଥିଲୁ ଯୋଉ ଭିଡ଼ିଓ ମାଧ୍ୟମରେ ଫଟୋ ମାଧ୍ୟମରେ କ୍ୟାପଚର କରି ଆପଣମାନଙ୍କୁ ଦେଖାଇବା ପାଇଁ ତ ଏତେ ସାହସ ହେଲା ନା ଯେ ସେ ଜାଗାରେ ଫଟୋ କିମ୍ବା ଭିଡ଼ିଓ କରିବାର ତ ଆପଣମାନେ ଯୋଉ ପ୍ରକାର ଭିଡ଼ିଓ ଦେଖିଲେ ତ ଆପଣମାନେ ନିଶ୍ଚୟ କିଛି ନା କିଛି ଅନୁଭବ କରିପାରିଥିବେ ଯେ ଆଜି କେମିତି ପ୍ରକାର ଦୃଶ୍ୟ আর କେମିତି ଦୃଶ୍ୟ ଥିବ କେମିତି ଦିଶୁଥିବ ମାନେ ଭୟାନକ କେମିତି ଦିଶୁଥିବ ଲୋକଙ୍କୁ ମଧ୍ୟ ଭୟଭୀତ ଲାଗୁଥିବ ତ ଫ୍ରେଣ୍ଡସ୍ ଆଜି ପାଇଁ এই ଭିଡ଼ିଓଟା ଏତିକି ଥିଲା ପୁଣି ଦେଖା ହବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ପୁଣି ଟ୍ରାଏ କରିବା ଲୋକ 4-5 ଜଣ ଲୋକ ଧରି ଆସିକରି ଏଇ ଜାଗାକୁ ମାନେ ଭିଡ଼ିଓ କ୍ୟାପଚର କରିକି ଆପଣମାନଙ୍କୁ ଦେଖେଇବି ତ ଆଜି ପାଇଁ ଏତିକି